ଚାକୁ ନିଅଣ୍ଟ 3.5 ଲକ୍ଷ ଏମିତି କଥା କହି 3.5 ଲକ୍ଷ ଟଙ୍କା ଦରମାର ହିସାବ ଦେଇଦେଲେ ଜୟନାରାୟଣ। ଏକାଥରକେ ବିଧାୟକଙ୍କ 3.5 ଗୁଣା ଦରମା ବୃଦ୍ଧିକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି। ଜାତୀୟ ଗଣମାଧ୍ୟମରେ ବି ଏ ଖବର ଚର୍ଚ୍ଚାରେ ଆସିଛି। କିନ୍ତୁ ଆମ ବିଧାୟକଙ୍କୁ ଏ ସବୁ କିଛି ଫରକ ପଡୁନି। ନା ବିଜେଡି ନା ବିଜେପି ନା କଂଗ୍ରେସ କେହି ବି ଏତେ ମୋଟା ଅଙ୍କର ଦରମା ନ ନେବାକୁ କହୁନାହାନ୍ତି। ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବର ସାମନ୍ତ 3.5 ଲକ୍ଷ ଦରମା ବେଶୀ ନୁହେଁ ବୋଲି କହିଥିଲେ। ଆଉ ଏବେ ତାଙ୍କୁ ଖୁବ୍ ଦୃଢ଼ ଭାବେ ସମର୍ଥନ ଜଣାଉଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ସେପଟେ ବିଜେପି ନେତାଙ୍କୁ ସମର୍ଥନ ଜଣାଇଛନ୍ତି ବିଜେଡିର ଦୁଇ ଖୁବ୍ ଚିହ୍ନା ଚେହେରା ବିଧାୟକ ଅନନ୍ତ ନାରାୟଣ ଜେନା ଓ ଶାରଦା ଜେନା। ଖୁଲମଖୁଲା କହିଛନ୍ତି, ଲୋକେ ଆଲୋଚନା କରିବା କିଛି ବଡ଼ କଥା ନୁହେଁ, ଆଲୋଚନା ହେବ। ବିଧାୟକଙ୍କ 3.5 ଲକ୍ଷ ଟଙ୍କା ଦରମା ଲୋକଙ୍କ କାମରେ ଆସିବ, ଏହା ଦରମା ନୁହେଁ। ସେପଟେ ବିଜେଡି ବିଧାୟକ ଅନନ୍ତ ଜେନା କହିଛନ୍ତି, ପୂର୍ବତନ ବିଧାୟକଙ୍କୁ 30,000 ଟଙ୍କା ପେନସନ ଅଣ୍ଟୁ ନଥିଲା, ଏହା ବଢ଼ିବା ନିହାତି ଆବଶ୍ୟକ ଥିଲା। ତେବେ ବିଧାୟକଙ୍କ ଏହି ଦରମା ବୃଦ୍ଧିକୁ ନେଇ ଗତ 5 ଦିନ ହେଲା ସାରା ରାଜ୍ୟରେ ଆଲୋଚନା ହେଉଛି। ସାଧାରଣ ଲୋକ ମଧ୍ୟ ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ସରକାରୀ କର୍ମଚାରୀମାନଙ୍କୁ ନିଜର ଦାବି ମୁତାବକ ଦରମା ମିଳୁନଥିବା ବେଳେ ବିଧାୟକମାନଙ୍କ ଦରମା ବୃଦ୍ଧି ସବୁରି ମହଲରେ ସମାଲୋଚନା କରାଯାଉଛି। ବିଧାୟକଙ୍କ ଦରମାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ। सोशल मीडिया रे मध्य अनेक पोस्ट करुछंती युवपीढ़ी। तेबे आगुको एने कोन निष्पत्ति निया जाउछि ता उपरे रहिछि समस्त नजर। ब्यूरो रिपोर्ट जनता टीवी।